ପରିବେଶ ଛାଡ଼ିଦେଲେ, ଗୋବର ଲିପା କଥା ମନେ ଭୁଲିଗଲେ, ଆମ ବାପା ମା କଥା ମନେ ରହିଲାନି। ତାପରେ କ'ଣ ହେଲା, ବିଭିନ୍ନ ଆଡ଼ୁ ସାଡ଼ୁ ଖାଦ୍ୟ ଖାଇଲେ, ସାମାଜିକ ଖାଦ୍ୟ। କିଏ ଆଉ ରୋଷେଇ କରୁଛି, ପ୍ୟାକେଟ୍ ଖାଇଦେବା, କିଏ ରୋଷେଇ କରୁଛି ବିସ୍କୁଟ୍ ଖାଇଦେବା। ଆ ଦ୍ୱାରା କ'ଣ ହେଲା, ରାଜସିକ ଭାବ ଆମର ସୃଷ୍ଟି ହେଲା। ସତ୍ୱଗୁଣ ଯୁକ୍ତ ନର ଲଭେ ଉର୍ତ୍ତଗତି, ରଜଗୁଣୀ ନର ପାଏ ଧରଣୀର ସ୍ଥିତି, ଘୃଣିତ ଗୁଣ ସମ୍ପନ୍ନତା ବଂଶିବା କ'ଣ, ନିଚ ଅର୍ଦ୍ଧ ମାର୍ଗେ ସର୍ବେ କରନ୍ତି ଗମନ। ତମଗୁଣୀ ଖାଦ୍ୟ ଖାଇଲେ ଆମେ ବାରମ୍ବାର ଜନ୍ମ ନେବା, ଈଶ୍ୱର ଧର୍ମ ବୁଝିପାରିବେ ନାହିଁ। ତେଣୁ ଆମେ ସମସ୍ତେ ଯେତେ ସଂସାରୀ ହୁଅନ୍ତୁ, ସନ୍ନ୍ୟାସୀ ହୁଅନ୍ତୁ, ଗୋଟିଏ ଗାଈ ସେବା କରିବା। ଅଧିକ ଗାଈ ରଖିବ ନା, ଗୋଶାଳା କରିବା ନାହିଁ। ଗୋଶାଳା କଲେ କ'ଣ ହୁଏ ଜାଣିଛନ୍ତି, ଯଦି ଗୋଟିଏ ଗାଈର ସେବା ଠିକ୍ ନହେଲା, ତା ଦେହାନ୍ତ ହେଲା, ଜଣେ ସନ୍ଥ ଶୁଣିଲେ, ମୋ ସହିତ କଥା ହେଲେ, କହିଲେ ବାବା ମୁଁ ଚାହୁଁଛି ଗୋଟେ ଗୋଶାଳା ତିଆରି କରେ। ମୁଁ କହିଲି ବାବା ଆପଣ ଗୋଶାଳା କରିବେ ନା? ହଁ ଗୋଟେ ଗୋଶାଳା। ମୁଁ କହିଲି କାହିଁ କରିବେ ନା, ଗାଈ ରଖିବା ସେବା କରିବା। ମୁଁ କହିଲି ଲକ୍ଷ କ୍ଷୀର ବିକ୍ରି କରିବେ କି? ମୁଁ କହିଲି ଯଦି କରିବେ ଗୋଶାଳା କରନ୍ତୁ, କ୍ଷୀରକୁ ଦାନ କରନ୍ତୁ। ନା ନାଇଁ ନାଇଁ କୁଣ୍ଡା ଚକୁଡ଼ା ଆସିବ, ଗାଈ ଚଳିବ। ମୁଁ କହିଲି ବାବା ତା ଭିତରେ ପସନ୍ଦ ନାହିଁ। ବିଷମ କାମନା କର ପରାଜୟ, କର୍ମ ଯୋଗ ଗୁଢ଼ ତତ୍ଵ ଏହି ଧନଞ୍ଜୟ। କହିଲେ ବାବା ଆପଣ ଭଲରେ ଥିଲେ, ଏ ବିଷମ ସମସ୍ୟା ପସନ୍ଦ ନାହିଁ, ଗୋଟିଏ ଗାଈ ସେବା କରନ୍ତୁ। ସେଠୁ ପରାମର୍ଶ ନେଲେ, କହିଲେ କ'ଣ କରିବା, ଆଉ ଦାନରେ ମିଳୁଛି, ହଁ କରନ୍ତୁ। ଗାଈ ରଖିଲେ, ଗାଈ ଜନ୍ମ କଲେ, ଇଏ ଗଲେ ବିଭିନ୍ନ ଆଡ଼େ ବୁଲିଲେ, ଗାଈ ପନା ଫୁଲିକିରି କ୍ଷୀର ଦୁଆଇଁ ଦୁଆଇନେ ଗାଈ ଗଲେ, କିଏ ପଘାରେ ଗଲେ, କିଏ ସାଂଘାତିକ ଅବସ୍ଥାରେ ଗଲେ। ଏଇ ଯେଉଁ ପାପ ଅର୍ଜନ ହେଲା, ତାଠାରୁ ଶ୍ରେୟସ୍କର ଯେଉଁ ଗୋଟିଏ ଗାଈ ସେବା ନିଶ୍ଚିତ କରିବା, ସେଇ ଗାଈ ଗୋବରରେ ଲିପା ପରିବେଶ ତିଆରି କରିବା ଏବଂ ଅର୍ଥକୁ ଦାନ କରି ସେବା କରିବା। ଭକ୍ତମାନଙ୍କର ସେବା କଲେ, ମଣିଷକୁ ପୂଜା କଲେ ମରିବୁ ନାହିଁ। ମ ବିନ୍ଦୁର କୃଷ୍ଣ ଇତିଭେଦ ମହାଗୋପ୍ୟ, ଗୋପନ୍ୟଂ ବ୍ରଜାତ୍ମନଂ ଅକ୍ଷର ସ୍ୱରମାତ୍ରାୟ ସଂଯୁକ୍ତ ବ୍ରହ୍ମ ଦର୍ଶନ। ଯେଉଁ ଅକ୍ଷରକୁ ସମସ୍ତେ ଖୋଜୁଛନ୍ତି, ନେତି ନେତି ଯେ ବେଦ ନିରୂପା, ନିଜାନନ୍ଦ ନିରୂପାଧ୍ୟ ନୂପା। ବେଦ ଅକ୍ଷର ଖୋଜୁଛନ୍ତି, ଚତୁର୍ବେଦ ଖୋଜୁଛନ୍ତି, ପ୍ରାପ୍ତି ହେବି। ନେତି ନେତି ଯେ ବେଦ ନିରୂପା, ନିଜାନନ୍ଦ ନିରୂପାଧ୍ୟ ନୂପା। ନିଜାନନ୍ଦ ପରମାତ୍ମା, ଶିବ ବିରଞ୍ଚି ବିଷ୍ଣୁ ଭଗବାନ, ଉପଯାଇ ଯାହା ଅଂଶ ତେନାନା। ଏମିତି ଅନେକ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଯାହାଙ୍କ ଅଂଶରେ ତିଆରି ହେଉଛନ୍ତି, ବେଦ ସେଇଠି ପହଞ୍ଚିଲେ କ'ଣ ପାଇଲେ, ଅକ୍ଷର ସ୍ୱରମାତ୍ରାୟା ସଂଯୁକ୍ତ ବ୍ରହ୍ମ ଦର୍ଶନ। ପ୍ରାପ୍ତି ହେଇଗଲେ ଅକ୍ଷର ବ୍ରହ୍ମକୁ, ବ୍ରହ୍ମ ସହିତ ଯୁକ୍ତ ହେଲେ। ଆଉ ଇଏ ହେଉଛି ଜ୍ଞାନ ଘରର କଥା। ମୁଁ କହିଲି ବାବା ତା ଭିତରକୁ ଗଲା ପରେ ସମସ୍ୟା ବଢ଼ିଲା। ଗାଈ ଆକୁ ଦେ ତାକୁ ଦେ ବିକ୍ରି କଲେ, ଅଶାନ୍ତି ଗୁଡ଼ାଏ ପାପ ଅର୍ଜନ କଲେ। ତେଣୁ ଆମର ଏକାନ୍ତ କର୍ତ୍ତବ୍ୟ ଗୋମାତାଙ୍କ ସେବା ନିଶ୍ଚିତ କରିବା, ଗୋମୟ ଲିପା ପରିବେଶ ରହିବା, କିଛି ସମୟ ମା କୋଳରେ ଧ୍ୟାନ କରିବା। ଇଏ ଥିଲା ଆଦିମ କାଳରେ ଗୁରୁକୁଳ ଆଶ୍ରମର ଶିକ୍ଷା। ଘର କୋଠା ହଉ, ଆଶ୍ରମ ଗଲେ ଦେଖିବେ ଆମର ଆଶ୍ରମରେ ବହୁତ କୋଠା ହେଇଥାଏ, କିନ୍ତୁ ଇଏ ଦାସାନୁଦାସର କୁଡ଼ିଆ ଘର ରହିବା, ଯେଉଁ ଜାଗାଟି ମାନେ କୁଡ଼ିଆ ପାଖରେ ଗୋବର ଲିପା, ପ୍ରତିଦିନ ପ୍ରାୟ ଦୁଇ ଦିନ ଗୋବର ଲିପା, ସେଇ ଜାଗାରେ ଯୋଗସ୍ଥ ହେବା। ଦେଖିବା ଆମ ଛାତ୍ରୀ କଂକ୍ରିଟ ଉପରେ ଯୋଗ କରନ୍ତୁ, ଗୋବର ଲିପା ପରିବେଶର ବିନା ଆସନରେ, ଆସନ ପଡ଼ିବନି, ମା କୋଳରେ ଯୋଗ କରନ୍ତୁ, ଦେଖିବେ ଅନ୍ୟ କଥା ଭୁଲି ହେଇଯିବ, ଦିବ୍ୟ ଆନନ୍ଦ ଅନୁଭବ। ତେଣୁ ଆମେ କ'ଣ କଲେ, କୋଠା ଘର କଲେ, କଂକ୍ରିଟ ଢଳେଇ କଲେ, ଗୋବର ଲିପା କଥା ଭୁଲିଗଲେ। ଆଜିର ଯେଉଁ ସାମାଜିକ କଥା, ମର୍ଣ୍ଣିଂ ୱାର୍କ କରିବା, ଚାଲିବା କହୁଛୁ ନା, କଂକ୍ରିଟ ରାସ୍ତାରେ ଚାଲିବା, ପୁଣି ସେଠୁ ଆସିକିରି ଘରେ କୋଠା ଘରେ ପହଞ୍ଚିବା, ଏଠୁ ପାଣି ଟିକେ ପିଇବା, ଏଠୁ କ'ଣ ଟିକେ ଚା ଟିକେ ପିଇବା, କ'ଣ ଜଳଖିଆ ଖାଇଦେବା। ରାଜସିକ ଖାଦ୍ୟ ଖାଇଲେ କ'ଣ ହେଲା, ବିଷୟର ସୁଖ ଅଟେ ଦୁଃଖର କାରଣ, ଆସୁଛି ଯାଉଛି ସ୍ଥିତି ନୁହେଁ ସର୍ବକ୍ଷଣ। ବିଷୟାସକ୍ତ ହେଇଗଲା ପରେ ଅଶାନ୍ତି କିଣିଲେ ଶେଷକୁ ନିରସ୍କ ଶୁଷ୍କ ଭାବରେ ପ୍ରାଣାଳୀ ଘଟିଲା। ଯଜ୍ଞର ଏତେ କଥା ହେଲା, ଆମେ ଆକୁ ଗୋବର ଲିପା କରି ପିଲାମାନେ ଅକ୍ଳାନ୍ତ ପରିଶ୍ରମ କରି, ମୁଖ୍ୟ ସେଠି ଟୁଲୁ ଅଛି ବୁଝେ, ସର୍ବଦା ଆଳସ୍ୟ ଶୂନ୍ୟ କେମିତି ହେଇପାରିବା ନା, ଯେଉଁଠି ଗୁରୁ କୃପା ବିଚ୍ଛେଦିତ ହଅନ୍ତି, ଯେଉଁଠି ଗୋମୟ ଲିପା ପରିବେଶ ଥାଏ, ଯେଉଁଠି ଗୁରୁ ପ୍ରାଣ, ସେଠି କ'ଣ ହୁଏ, ମଣିଷ କିଛି କରେ ନାହିଁ। ଗୁରୁ ସବୁ କଥା ବୁଝନ୍ତି, ଗୁରୁଦେବ ସବୁ ତିଆରି କରିଦିଅନ୍ତି, ଗୁରୁଦେବ ସବୁ ଭାବନା ମଧ୍ୟରେ ସୃଷ୍ଟି କରିଦିଅନ୍ତି। ତେଣୁ ସେଇ ଭାବନାକୁ ଆଣିବା, ଯେଉଁ ଭାବନାରେ ଗୁରୁ ପ୍ରେମରେ ଆମେ ନିଯୁକ୍ତ ହେବା। ଭକ୍ତିରେ ଭଜନ ମୋତେ
করে অবসান মোহরে সে তাহুরে করে ଭକ୍ତିରେ ଯିଏ ମୋତେ ଭଜନ କରନ୍ତି ତାହେଲେ ସେ ମୋ ଉଦ୍ଦେଶ୍ୟ କରବସ୍ଥାନ କିନ୍ତୁ ଭକ୍ତି କି ପଦାର୍ଥ ତାର ନାହିଁ ଆଦ୍ୟନ୍ତ ଜ୍ଞାନ ଭକ୍ତି ଯୋଗ ଠାକୁରଙ୍କୁ ପାଇବାର ଏ ତିନୋଟି ପାହାଚ ସେ ତିନୋଟି ପାହାଚ ଅତିକ୍ରମ କଲେ ଆମେ ଠାକୁରଙ୍କ ପାଖରେ ପହଞ୍ଚିବା କିନ୍ତୁ ଗୋଟେ ଏମିତି ଅବସ୍ଥା ଅଛି ଯେଉଁ ଅବସ୍ଥା ପ୍ରାପ୍ତି ହେଲେ କ'ଣ ହୁଏ ମନ ରହିବେ ନାହିଁ ଇନ୍ଦ୍ରିୟ ଶିଥିଳ ହୋଇଯିବେ ମନ ନଥିଲେ ସବୁ ନିଶ୍ଚଳ ହୋଇଯିବ ତେଣୁ ସେତେବେଳେ ଆମେ କେମିତି ଭକ୍ତି କରିବା କେମିତି ଜ୍ଞାନ ଅର୍ଜନ କରିବା କେମିତି ତପସ୍ୟା କରିବା ମନ ସ୍ଥିର ହେଲେ ତହିଁରୁ ଅମନ ଉତ୍ପତ୍ତି ହୁଅନ୍ତି ମନକର ଘର କେଉଁଠି ନା ମନକର ଘର ହେଉଛି ତ୍ରିକୁଟ ଏଇ ତ୍ରିକୁଟରେ ମନ ପହଞ୍ଚିଗଲେ ମନ ସଂଜ୍ଞା ଲିଭିଯାଆନ୍ତି ଆତ୍ମା ହୁଅନ୍ତି ଆତ୍ମାରେ ଆତ୍ମାକୁ ଦେଖ ଦେଖିଲେ ପାଇବ ସୁଖ ମନକର ଘର ହେଉଛନ୍ତି ଆତ୍ମା ଆତ୍ମା ସ୍ଥିର ଚଞ୍ଚଳ ହୋଇଲେ ଆତ୍ମା ମନ ନାମ ହୋଇ ଅବିଚଳ ହେଲେ ମନ ଆତ୍ମାଖ୍ୟା ପାଇବ ଯେତେବେଳେ ଆତ୍ମା ଚଞ୍ଚଳ ହେଉଛନ୍ତି ମନ ହେଇଯାଉଛନ୍ତି ମନ ଯେତେବେଳେ ସ୍ଥିର ହେଇଯାଉଛନ୍ତି ଆତ୍ମା ହେଇଯାଉଛନ୍ତି ଆତ୍ମାଙ୍କର ଘର ତ୍ରିକୁଟ ତ୍ରିକୁଟରେ ଆତ୍ମାଙ୍କର ବର୍ଣ୍ଣ ହେଉଛନ୍ତି ଜବା ବର୍ଣ୍ଣ ମଣିକିଳକ କବାଟ ରଖିଦେଲା ପରେ ମଣିବର୍ଣ୍ଣ ଜବାଧାର ମଣି ସାକ୍ଷାତର ମଣିବର୍ଣ୍ଣ ହେଉଛନ୍ତି ପରମାତ୍ମା ଲୀଳା କ୍ଷେତ୍ରରେ ଜବାବର୍ଣ୍ଣ ଧାରଣ କରି ତ୍ରିକୁଟରେ ଅଛନ୍ତି ଯେମିତି ଆମେ ବିଭିନ୍ନ ସଂସ୍ଥାରେ ଅଛି ଆମେ ତ୍ରିକୁଟକୁ ଲକ୍ଷ୍ୟ ରଖି ଧ୍ୟାନ କରିବା ଗୋଟେ ଲାଇଟ୍ ଜଳି ଧ୍ୟାନ କରିବା ଲାଇଟ୍ ଜଳି ଧ୍ୟାନ କଲେ ଆସେ ନାହିଁ ମାନେ ଶୀଘ୍ର କୃପା ମିଳିବା କଷ୍ଟ ହେଉଛି ଲାଇଟ୍ ଯଦି ଜଳୁଛନ୍ତି ବ୍ରହ୍ମେ ମନେ ରଖିବା ତ୍ରିକୁଟକୁ ଊର୍ଦ୍ଧ୍ୱ ଦୃଷ୍ଟିରେ ଊର୍ଦ୍ଧ୍ୱ ଚେତନାରେ ଜାଗ୍ରତ କରାଇବା ହେଲେ କ'ଣ ହେବ ନା ଅଭ୍ୟାସ ହୋଇ ଚିତ୍ତେ ସ୍ଥିରତା ଉଦୟ ଅଭ୍ୟାସରୁ ଚିତ୍ତରେ ସ୍ଥିରତା ଉଦୟ ହେବ ଦିବ୍ୟ ଜୀବନ ଲାଭ ହେବ ଏବଂ ଗୋଟେ ଲାଲ ଆଲୋକ ଆମେ ଦେଖିବା ସେ ଲାଲ ଆଲୋକ ହେଉଛନ୍ତି ଆତ୍ମା ସେତେବେଳେ ଜୀବର ସଂଜ୍ଞା କ'ଣ ନା ସମାଧି ମନ କଣ୍ଟ୍ରୋଲ ହେଇଯାଇଥିବେ ଜୀବ ସମାଧି ଅବସ୍ଥାରେ ଥିବ ପରମର ପ୍ରାପ୍ତି ହେଇଯିବ ଏହା ସମସ୍ତଙ୍କ ପାଇଁ ସମ୍ଭବ ସମସ୍ତେ କରିପାରିବେ ଆମେ ଅଭ୍ୟାସ କଲେ ନିଶ୍ଚିତ ପ୍ରାପ୍ତି ହେବା ମନ୍ତ୍ର କ'ଣ ତହୁଁ 3 ନାମ ଚୈତନ୍ୟ ଦେଲେ ଆଉ 13 ନାମ ଗୁପ୍ତ ରଖିଲେ 13 ନାମେ ସାର ବ୍ରହ୍ମ ଏକାକାର ଏ ବ୍ରହ୍ମ ଏକାକାର ମହାମନ୍ତ୍ର ସମସ୍ତେ ଜପ କରୁଛନ୍ତି ଆନନ୍ଦ ବାହାର ହରି ସ୍ୱରସୂତ୍ରରେ ସମସ୍ତେ ଆଧାରିତ ହେଉଛନ୍ତି ବ୍ରହ୍ମ ଏକାକାର ମନ୍ତ୍ରରେ ମନ୍ତ୍ରପୁତରେ ସମସ୍ତେ ଦ୍ରବୀଭୂତ କିନ୍ତୁ ଆମେ ଗୁରୁ କରିନେ ବାଟ ପାଉନେ ବ୍ୟାସଦେବ ଗୁରୁ କରିଥିଲେ କାହାକୁ ନା ଶ୍ୟାଳ ପୁତ୍ର ଆସୁଛନ୍ତି ଦେଖିଲେ ଶିଆଳ ଗୋଟେ ଖଜିରି ଗଛକୁ ପାଖରେ ଠିଆ ହେଇଛନ୍ତି କ'ଣ ମନ୍ତ୍ର ପଢ଼ିଲେ ଖଜିରି ଗଛରେ ନଇଁ ଅଛି ସେଇଠି ମନ୍ତ୍ର ହେଉଛି କ'ଣ ନା ଠାକୁର ଆମର ସବୁଠାରୁ ସବୁ ଜୀବନର ଭବିଷ୍ୟତ ବାହାର ତାଙ୍କୁ ଦେବୁ ମୋର ଗୁରୁଦେବ ଗୋଟେ ଜାଗାରେ ବସିଛନ୍ତି ସତ୍ସଙ୍ଗ ଚାଲିଛି ସବୁ ଜାଗାରେ ସବୁବେଳେ ସବୁ ସମୟରେ ମାନେ ସତ୍ୟରେ ଅଛନ୍ତି ତ୍ରେତାରେ ଅଛନ୍ତି ଦ୍ୱାପର ଅଛନ୍ତି କଳିରେ ଅଛନ୍ତି ଦୁରାଚାରୀ ଭକ୍ତ ବି ଅଛନ୍ତି ସଜ୍ଜନ ବି ଅଛନ୍ତି ସତ୍ସଙ୍ଗ ଚାଲିଛି ଜଣେ ଦୁରାଚାରୀ ଭକ୍ତ କହିଲେ ଆଜ୍ଞା କ'ଣ ଆପଣ ବାବାଜୀ ହେଇଛନ୍ତି ସମସ୍ତେ ଗୋଟେ ମୁଣ୍ଡିଆ ମାରୁଛନ୍ତି ଭକ୍ତି କରୁଛନ୍ତି ଫୁଲମାଳ ଦେଉଛନ୍ତି କ'ଣ ବାବାଜୀ ମୋତେ ବିଶ୍ୱାସ ଦେଖେଇ ପାରିବେ ମୁଁ ଗୋଟେ କ'ଣ ଦେଖିଲେ ମୋର ବିଶ୍ୱାସ ହେବ ନାରେ ବାପା ମୁଁ ବାବାଜୀ ନୁହଁ ମୁଁ ଗୋଟେ ସାଧାରଣ ଲୋକ ଯେମିତି ଯାଉ ଏଇଠି 2 ଦିନ ହେଲେ ବିଶ୍ରାମ ନେଇଯାଇଛି ଏ ପିଲାମାନେ କାହିଁକି ଫୁଲମାଳ ଦେଉଛନ୍ତି କାହିଁକି ମୁଣ୍ଡିଆ ମାରୁଛନ୍ତି ମୁଁ କ'ଣ ସେ କଥା କହିପାରିବି ନା ମୋତେ ଏବେ କହିବେ ନା ଏତିକି କହିଲା ବେଳକୁ
ସାଡ଼ୁ କୃପା ହେଇଛି ଗୋଟେ ପ୍ରଜାପତିଠୁ ଉଡ଼ିକି ସିଏ ସେ ଦୁରାଚାରୀ ଭକ୍ତ ଜଙ୍ଘରେ ବସିଗଲା। ସେ ଦୁରାଚାରୀ ତ ସେ ତାକୁ ବାଡ଼ି ଦେଲେ ଜୀବଟି ମରିକି ପଡ଼ିଗଲା। କହିଲେ ବାବା ଗୋଟେ କାମ କରନ୍ତୁ, ତାକୁ ବଞ୍ଚେଇ ଦେଇପାରିବେ? ତାହେଲେ ମୁଁ ସାଧୁ ବୋଲି ମାନିବି। ଠାକୁର କହିଲେ ଆରେ ମୁଁ ତ ଜାଣିନି, ମରିବା ବଞ୍ଚିବା ମୁଁ କିଛି ଜାଣିନି, କିନ୍ତୁ ତୁ ଚାହିଁଲେ ସେ ବଞ୍ଚିବ ନା ମୁଁ ଚାହିଁଲେ ନା ହଁ, ତୁ ଯଦି ଚାହିଁବୁ ସେ ବଞ୍ଚିବ ନା, ମୁଁ କେମିତି ଚାହିଁଲେ ବଞ୍ଚିବ ନା ହଁ ବଞ୍ଚିବ। ଥରେ ସ୍ମରଣ କରିକିରି ତା ସ୍ପର୍ଶ କରିଦେ। କଣ୍ଟାପାଟଣା ବୋଲି ଗୋଟିଏ ଜାଗା, ଢେଙ୍କାନାଳ ଜିଲ୍ଲା କଣ୍ଟାପାଟଣା, ସେଇ ଜାଗାରେ ଗୁରୁଦେବ ଥାନ୍ତି। ଇଏ ବସି ଏଇଆ କହିଲେ ଆଜ୍ଞା ଏହା କ'ଣ ସମ୍ଭବ ନା? ହଁ ତୁ କର, କ'ଣ ମନ୍ତ୍ର ପଢ଼ିଲେ ତ ସ୍ପର୍ଶ କରିଦେଲେ ସେ ସ୍ପର୍ଶ କରୁ କରୁ ପ୍ରଜାପତି ଉଠୁଛି ପଡ଼ୁଛି ଏମିତି ହେଉଛି। କହିଲେ ଆଜ୍ଞା ହଉନି ନା, ହଉନି ନା ନା ହଉ। ହେ ବାପା ପ୍ରଜାପତି, ହେ ପରମେଶ୍ୱର, ତୁମେ ତୁମ କ୍ଷେତ୍ରକୁ ଚାଲିଯାଅ, ସୁସ୍ଥ ସବଳ ଓ ଆନନ୍ଦ ବାର ହରି ଦୁରାଚାରୀ ଯତ୍ନେ କରି ମୋହର ଭଜନ ଧର୍ମାତ୍ମା ହୋଇ ନ ଶୀଘ୍ର ଲଭେ ଦୁରାଚାରୀ ସେଇଠି ସଜ୍ଜନ ହେଲା। ପ୍ରଜାପତି ଉଡ଼ିଗଲେ, ଦୁରାଚାରୀ ସାଷ୍ଟାଙ୍ଗ ପ୍ରଣାମ କଲା। ପ୍ରଣାମ କରି ଉଠିଲା ବେଳକୁ ଜଣେ କୁମ୍ଭାରୁଣୀ ଗୁରୁଦେବଙ୍କର ଭକ୍ତ, ସିଏ କ'ଣ କଲେ ସୁଦାମ ଭକ୍ତ ଭଳି ଯେତେବେଳେ ଗୁରୁ ପ୍ରାପ୍ତି ହେଇଗଲେ ଧୀରେ ଧୀରେ ଅଭାବ ଘଟିଲା। କୁମ୍ଭାର ଅପେକ୍ଷା କୁମ୍ଭାରୁଣୀ ଅତି ଭଲ ପାଏ ଗୁରୁଦେବଙ୍କୁ, ଅତି ଭକ୍ତି କରେ। ଭକ୍ତି ଯେତେ ବଢ଼ିଲା ଆଡ଼େ ଦୁଃଖ ସେତେ ବଢ଼ିଲା, ଅଭାବ ଘଟିଲା। ଏମିତି ଅଭାବ ଘଟି ଯେତେବେଳେ କୁମ୍ଭାରୁଣୀ ଆସେ, କୁମ୍ଭାରକୁ ଆଣିକି ଆସେ ଗୁରୁଦେବ କହିଲେ ସନାତନ ଧର୍ମ ଧ୍ୱଜାକୁ ପ୍ରଚାର ପ୍ରସାର କରା। ଉଦାସ ଆଶ୍ରମ ମୂଳ ଲକ୍ଷ୍ୟ ହେଉଛି ସାରା ବିଶ୍ୱରେ ସନାତନ ଧର୍ମ ପ୍ରଚାର ପ୍ରସାର କରିବା, ଗୁରୁ ଧର୍ମ ରକ୍ଷା କରିବା। ଭିକ୍ଷା ଆଣି ଭିକ୍ଷା ଦେବା, ସିଏ ଦୁଃଖରେ ଆସିଛନ୍ତି ଘରେ ଚୁଲି ଦେବା। ଗୁରୁଦେବ କହିଲେ ଯା ତୁ 3 ଖଣ୍ଡ 5 ଖଣ୍ଡ ଗାଁ ବୁଲିକି ଟିକେ ଭିକ୍ଷା ଆଣିଯା, ଖାଇବା ପିଇବା ହେବ, ଭକ୍ତମାନଙ୍କ ସେବା ହେବ। ସିଏ ସାଡ଼େ ଉପାସେ ଗୁରୁଙ୍କ ଆଦେଶ ଅନୁସାରେ ମନ୍ତ୍ରମୂଳ ଗୁରୁ ବାକ୍ୟ ଭିକ୍ଷା କରିବାକୁ ଯାଆନ୍ତି। ଭିକ୍ଷା କରିକି ଆସି ପହଞ୍ଚିଲା ପରେ ଘରକୁ ଗୁରୁଦେବ ଖାଇବା କଥା ପଠାନ୍ ଯାଅ। ଏ ଘରେ ଯାଇ ପହଞ୍ଚିବ, ସ୍ତ୍ରୀ ଥିବ, କ'ଣ ଗୁରୁଦେବ ଦେଲେ ନା ଦେବେ କ'ଣ ମୋତେ କହିଲୁ, ମୁଁ ଗଲି, ମୋତେ ବିଷମ ସମସ୍ୟାରେ ପକେଇଲି, ପଠେଇଲେ ଯାହା ଭିକ୍ଷା କରିବୁ। ମୁଁ ଭିକ୍ଷା କରିକି ଆଇଲି, ଦିନ 12ଟାରେ ଘରେ କିଛି ଖାଇବାକୁ ନାହିଁ, କ'ଣ କରିବା? ଗୁରୁଦେବ କିଛି ଦେଲେ ନାହିଁ ନା ନାହିଁ ନା ଆଚ୍ଛା ମୁଁ ଯାଉଛି। ଏହା କହିକିରି ଘରୁ ବାହାରି ଆସିଲା ବେଳକୁ ଗୋଟେ ପତ୍ରରେ କିଛି ସୁସ୍ୱାଦୁ ପ୍ରସାଦ ରଖାହେଇଛି। କୁମ୍ଭାରୁଣୀ କହିଲେ ଆଜ୍ଞା କିଛି ପ୍ରସାଦ ଗୁରୁଦେବ ପଠେଇଛନ୍ତି, ଆଣିକିରି ସ୍ୱାମୀ ସ୍ତ୍ରୀ 2 ଜଣ ଯାକ ଖାଇଲେ। ତା ପରଦିନ କହିଲେ ସ୍ୱାମୀ କହିଲେ ମୁଁ ଆଉ ଯିବି ନାହିଁ। ଗଲା ମାନେ ବାବା ମୋତେ ପଠେଇ ଯା ଭିକ୍ଷା କରିବାକୁ, ତୁ ଯା। କୁମ୍ଭାରୁଣୀ ସହିତ ଆସିଛି ସେଦିନ, ସେଇଦିନ ଯେଉଁଦିନ ପ୍ରଜାପତିଟି ବଞ୍ଚି ଯାଇଛି, ଇଏ ପ୍ରଣାମ କରି ଉଠିଛନ୍ତି। କୁମ୍ଭାରୁଣୀ କହିଲା ଆଜ୍ଞା ଭାରି ଦୁଃଖରେ ମୁଁ ଆସିଛି। ନା କ'ଣ ଦୁଃଖ? ନା ଦୁଃଖ ହେଉଛି ଏଇଆ, କିଛି ନାହିଁ ଖାଇବା ପାଇଁ, ହାଣ୍ଡି ଜଳୁନାହିଁ, ପାଣ୍ଡି ଜଳୁନାହିଁ, ହାଣ୍ଡି ପୋଡ଼ୁନାହିଁ, ହାଣ୍ଡି ଫାଟି ଯାଉଛି ନିଆଁ ଲଗେଇଲା ପରେ। ହଉ ଯିଏ ଦେଲେ ସିଏ ନେଲେ, ମୁଙ୍କାର କି ପାଇଁ ସବୁ ସ୍ରଷ୍ଟାଙ୍କର ମୁଁ ମଧ୍ୟସ୍ଥି ବୋଲାଇ, ଯିଏ ଦେଲେ ସିଏ ନେଲେ, ତୁ କାହିଁ ବ୍ୟସ୍ତ ହେଉଛୁ? ନା ଆଜ୍ଞା କ'ଣ କରିବି, ମୋତେ ସେ ମାରଧର କରୁଛନ୍ତି, ଶୋଧୁଛନ୍ତି। କାଲି ଆସିଥିଲେ ଆପଣ ପଠେଇଲେ ଭିକ୍ଷା କରିବାକୁ, ଭିକ୍ଷାକୁ ଗଲେ, ଭିକ୍ଷାରୁ ଆସିଲା ପରେ ଆପଣ କିଛି ଦେଲେ ନାହିଁ, ଉପାସରେ ଗଲେ। ମୋତେ କହିଲେ ତୁ ଯା ବାବାଙ୍କୁ, ମୁଁ ଆଉ ଯିବିନି। ମୁଁ ଘରୁ ବାହାରିଲା ବେଳକୁ ଗୋଟେ ପତ୍ରରେ କିଛି ପ୍ରସାଦ ଅଛି, ମହାପ୍ରସାଦ, ସୁନ୍ଦର ବାସ୍ନା ହେଉଛି। ମୁଁ ନେଇ ଦେଲି, ଖାଇଲେ। କହିଲେ କାଲି ଆଉ ମୁଁ ଯିବିନି, ତୁ ଯା, ମୁଁ ଆଜି ଆସିଲି। କ'ଣ କରିବି, କେମିତି ହାଣ୍ଡି ପୋଡ଼ା ହେବ, ଆମେ ବଜାରରେ ବିକ୍ରି କରିକି ଚଳିବୁ ନା, ହାଣ୍ଡି ପୋଡ଼ା ହେବ ନା। ସେତେବେଳେ କୁକୁର ଶାବକ ଚାଲିଅଛି, ଗୋଟେ କୁକୁର ଛୁଆଟେ ଚାଲିଅଛି। କୁକୁର ଛୁଆଟେ ଗୁରୁଦେବ ଧରିଲେ, କହିଲେ ନେ ସେ ହାଣ୍ଡି ଉପରେ ଥୋଇଦେବୁ, ପାଣ୍ଡି ନଦୀ ଦେବୁ, ନିଆଁ ଲଗେଇବୁ, ହାଣ୍ଡି ପୋଡ଼ ଭଲ ହେବ, ବଜାର ବିକ୍ରି ଚଳିବୁ। ଇଏ ଯେତେବେଳେ ଆଣିକିରି ଆସିଲେ ଚିନ୍ତା କଲେ କ'ଣ କରିବି। ଗୁରୁଦେବ କହିଲେ ନେବି, ନ ନେଲେ ବିପଦରେ ପଡ଼ିବି, ନେଲେ ବିପଦରେ ପଡ଼ିବି। ନେଲେ କ'ଣ ହେବ ନା ସ୍ୱାମୀ ବିଗିଡ଼ିବ, ଯେ କ'ଣ କୁକୁରକୁ ଥୋଇକିରି ନିଆଁ ଜଳାଇ କୁକୁର ବଞ୍ଚିବ ତ? ଯାହା ତ ଦୋଷ କରିଥିଲେ ଭୋଗୁଛେ, ପୁଣି ଆଉ କ'ଣ ବ୍ରହ୍ମବଧ ଦୋଷରେ ଭାଗି ହେବା? ନ ନେଲେ ଗୁରୁଧର୍ମ ନଷ୍ଟ ହେବ। ଚିନ୍ତା କରି ଦୃଢ଼ ହେଲେ
ମଲେ ପଛେ ମରିବି ଗୁରୁ ଧର୍ମକୁ ରକ୍ଷା କରିବି। ନେଇକିରି ଗଲେ କୁକୁର ଶବକୁ। ଘରେ ପହଞ୍ଚିଲେ ସ୍ୱାମୀ କି କହିଲେ, ସ୍ୱାମୀ କହିଲା ଇଏ କ'ଣ ନା ଗୁରୁଦେବ କହିଛନ୍ତି ଆମର ଯେଉଁ ହାଣ୍ଡି ଭିତରେ ପୁରେଇ ଖଞ୍ଜିଦେବା, ସଭା ଉପରେ କୁକୁର ଛୁଆ ରଖିବା, ତାପରେ ଆଉ 2-4ଟା ହାଣ୍ଡି ଖଞ୍ଜିବା, ପାଣ୍ଡି ଲଗେଇଲେ ନିଆଁ ଜଳିବ, ହାଣ୍ଡି ବିକ୍ରି ହେବ, ପୋଡ଼ ଭଲ ହେବ। ନା ବାହାର 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 ଶୀଘ୍ର ଯା, ସେ ବାବା ଆଉ ଦିନେ ସେଠି ଯିବି ନାହିଁ, ତୁ ଯା ନା। ନା ନାଇଁ ନାଇଁ ଶୁଣ ମୋ କଥା ମାନ। ନା କ'ଣ ନା ଆ ଭିତରେ କିଛି ରହସ୍ୟ ଅଛି, ଗୁରୁଦେବ କହିଛନ୍ତି ଆ ଭିତରେ କିଛି ସତ୍ୟତା ଅଛି। ନା କ'ଣ କହୁଛୁ? ନା ନାଇଁ ମାନିବା, ମଲେ ତାଙ୍କର ଦୋଷ ହବ। ଏ କଥାଟା ସ୍ୱାମୀ ମନକୁ ପାଇଲା, ଗଲା ହଉ ଠିକ୍ ଅଛି। ହାଣ୍ଡି ଉପରେ ଥୋଇଲେ, କହିଲେ ମୁଁ ଥୋଇବି ରେ, ମୋତେ କାହା ଦୋଷ, ତୁ ନେଇଥିବ। ହାଣ୍ଡି ଖଞ୍ଜା ହେଇଗଲା, ଉପର ଭାଗରେ କୁକୁର ହାଣ୍ଡି ରହିଲା, ତାପରେ ହାଣ୍ଡି ସବୁ ଖଞ୍ଜା ହେଇଗଲା। ହାଣ୍ଡି ଖଞ୍ଜା ହେଇଗଲା ପରେ ନିଆଁ ଲଗେଇବ କିଏ? ସ୍ୱାମୀ କହିଲେ ନାଇଁ ମୁଁ ଲଗେଇବିନି, ମୋର ଦୋଷ, ତୁ ଲଗା। କାରଣ ପ୍ରକୃତି ଅଙ୍ଗରେ ସବୁବେଳେ ପରମ ଖେଳ କରନ୍ତି। ପ୍ରକୃତି ଅଗ୍ନି ସଂଯୋଗ କଲେ ଆମେ ଦେଖ ବାହାର ହରି ନିଆଁ ଲାଗିଲା, ମାନେ ହୁତୁ ହୁତୁ ହେଇ ଜଳିଲା। ପାଣ୍ଡି ଖୋଲା ହୁଏ 7 ଦିନ ପରେ। 7 ଦିନ ପୂର୍ବରୁ 3 ଦିନ ଗୁରୁଦେବ 2 ଜଣ ଭକ୍ତଙ୍କୁ ପଠେଇଲେ, କହିଲେ ଯା ସାବି କୁମାରଟି ତା ନା, ସାବି କହିବ ହାଣ୍ଡି 3ଟି ଦବ, ଆଇଲେ ରୋଷେଇବାସ ହବ। ଚାରଣା ପଇସା ଦେଲେ, ସେ ଚାରଣା ପଇସା ଆଣିକି ଆସିଲେ। ପହଞ୍ଚିଲା ବେଳକୁ କହିଲେ ଗୁରୁଦେବ ପଠେଇଛନ୍ତି ସେଟା ହାଣ୍ଡି 3ଟା ନେବା ପାଇଁ। ଇଏ ସେଠୁ କହିଲେ 7 ଦିନ ପରେ ଖୋଲା ହୁଏ ପାଣ୍ଡି, ଚାଲ ଦେଖିବା। ଦେଖିବ ନିଆଁ ସବୁ ଲିଭି ଯାଇଛି, ସୁନ୍ଦର ଲାଲ ପୋଡ଼ ହାଣ୍ଡି ସବୁ ହେଇଯାଇଛି। ହାଣ୍ଡି ସୁନ୍ଦର ପୋଡ଼ ହେଇଯାଇଛି। ତାଙ୍କ ମନରେ ଅଛି ଯେ କୁକୁର ଯେଉଁ ହାଣ୍ଡି ଅଛି ସେ ହାଣ୍ଡି ଅବସ୍ଥା କ'ଣ। ଏହା କହି ସ୍ୱାମୀ କହିଲେ ମୁଁ ଛୁଇଁବି ନାହିଁ, ମୋତେ କାଳେ ବ୍ରହ୍ମଦୋଷ ହବ, ତୁ କେମିତି ଆଣୁଛୁ ଆଣେ। ସିଏ କ'ଣ କଲେ, ଗୋଟେ ଛୋଟିଆ ପିଢ଼ା ଉପରେ ଆଉ ଗୋଟେ ପିଢ଼ା ପକେଇ ଚଢ଼ିକିରି ହାତ ପଢ଼େଇକି ଆସ୍ତେ ଆସ୍ତେ ପାଉଁଶ କାଢ଼ିକିରି ଯୋଡ଼ିଏ ହାଣ୍ଡି ବାହାର କଲେ। ମଝି ହାଣ୍ଡିରେ କୁକୁର ହାଣ୍ଡି ଖୋଲିଲେ, ସେତେବେଳେ କ'ଣ ଚାଲିଛି? ଭଜ ଶୂନ୍ୟ